ଆପଣ କ୍ରୋମ୍ ବ୍ରାଉଜର୍ ଓପନ୍ କରିକି ହେଲା କି କ୍ରୋମ୍ ବ୍ରାଉଜର୍ ଓପନ୍ କରିକି ସ୍ୱୟଂ ଡଟ୍ ଓଡ଼ିଶା ଡଟ୍ gov ଡଟ୍ ଇନ୍ ହେଲା କି gov.in ମାରିଲେ ସେଠି ସର୍ଚ୍ଚ ବଟନ୍ କ୍ଲିକ୍ କଲା ପରେ ଆପଣ ଏଇଭଳିଆ ଗୋଟେ ପେଜ୍ ଅଫିସିଆଲ୍ ପେଜ୍ ଅଛି ଦେଖୁନ 3 ଡଟ୍ ଅଛି ରାଇଟ୍ ସାଇଡ଼୍ରେ ସେଥିରେ କ୍ଲିକ୍ କରିକି ରେଜିଷ୍ଟ୍ରେସନ୍ ଉପରେ କ୍ଲିକ୍ କରନ୍ତୁ। ତ ରେଜିଷ୍ଟ୍ରେସନ୍ ଉପରେ କ୍ଲିକ୍ କଲା ପରେ ଆପଣ ଏଇଭଳିଆ ରେଜିଷ୍ଟ୍ରେସନ୍ ଫର୍ମ ଓପନ୍ ହେଇଯିବ। ସେଥିରେ ଅଛି ଅଞ୍ଚଳ ଆପଣ କେଉଁ ଅଞ୍ଚଳ ଗ୍ରାମାଞ୍ଚଳ ତ ଫାର୍ଷ୍ଟ ଆପଣ ଗ୍ରାମାଞ୍ଚଳ ଦିଅନ୍ତୁ। ଆପଣଙ୍କ ଜିଲ୍ଲା ସେକେଣ୍ଡ ଅଛି ଜିଲ୍ଲାରେ ଆପଣ କ'ଣ ଦେବେ ଆପଣଙ୍କ ଯେକୌଣସି ଜିଲ୍ଲା ଭଦ୍ରକ ବାଲେଶ୍ୱର ଯେକୌଣସି ଜିଲ୍ଲା ହେଲା କି ତ ସେଇଟା ସିଲେକ୍ଟ କରନ୍ତୁ। ବାଲେଶ୍ୱର ସିଲେକ୍ଟ କଲି। ବ୍ଲକ୍ ଆପଣଙ୍କର ବ୍ଲକ୍ କ'ଣ ତ ଏଥିରେ ଦେଖନ୍ତୁ ଆପଣଙ୍କର ଯେଉଁ ବ୍ଲକ୍ ଥିବେ ସେ ବ୍ଲକ୍ ସର୍ଚ୍ଚ କରିକି ଆପଣ ସେଇ ବ୍ଲକ୍ ଉପରେ କ୍ଲିକ୍ କରିବେ। ତ ମୁଁ ଗୋଟେ ବ୍ଲକ୍ ଚୁଜ୍ କରିଦେଉଛି ହେଲା କି ତ ମୁଁ ଗୋଟେ ବ୍ଲକ୍ ଚୁଜ୍ କଲି ହେଲା ଜଲେଶ୍ୱର ପରେ ଗ୍ରାମ ପଞ୍ଚାୟତ ଆପଣଙ୍କର ପଞ୍ଚାୟତଟା କେଉଁଠି ଆପଣଙ୍କର ଯେଉଁ ପଞ୍ଚାୟତ ଥିବ ସେ ପଞ୍ଚାୟତ ଉପରେ ଯାଇକି କ୍ଲିକ୍ କରିବେ। ତ ପଞ୍ଚାୟତ ଆପଣ ଗୋଟେ ପଞ୍ଚାୟତ କ୍ଲିକ୍ କରନ୍ତୁ ହେଲା ଆପଣଙ୍କ ଯେକୌଣସି ପଞ୍ଚାୟତ ଆପଣ ସେ ପଞ୍ଚାୟତ କ୍ଲିକ୍ କରିବେ। ଗ୍ରାମ ଆପଣଙ୍କ ଗ୍ରାମଟା କ'ଣ ସେ ଗ୍ରାମ ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଏଇଭଳିଆ ଅପସନ୍ ଆସିବ। ତ ଏଥିରେ ଦେଖନ୍ତୁ ଆପଣ ଯେଉଁ ଗ୍ରାମ ଆପଣ ସେ ଗ୍ରାମ ଏଠି ସିଲେକ୍ଟ କରିବେ। ଆପଣଙ୍କର ପୋଷ୍ଟାଲ୍ ପିନ୍ ଆପଣ ପିନ୍ ନମ୍ବରଟା କ'ଣ ମୁଁ ଦୁନିଆ ନମ୍ବର ଗୋଟେ ଦେଉଛି 6 ଅଙ୍କ ନମ୍ବର ଆପଣଙ୍କର ଯେଉଁ ନମ୍ବର ଥିବ ଆପଣ ସେଇ ପିନ୍କୋଡ଼୍ ନମ୍ବରଟା ହିଁ ଏଠି ଦେବେ। ଦେଲା ପରେ ଆପଣଙ୍କ ନାମ ଆପଣଙ୍କ ଯେଉଁ ନାଁରେ ଆପଣ ଯିଏ ଆପ୍ଲାଏ କରିବେ ଆପଣଙ୍କ ନାମ ଦେବେ ହେଲା କି ଧର ହରିହର କି ମୋ ନାଁ ଚକ୍ରଧର ମୁଁ ଆପ୍ଲାଏ କରୁଛି ଚକ୍ରଧର ଦାସ ମୋ ନାଁ ଦେବେ। ଆପଣ ଯିଏ ଯେଉଁ ନାଁରେ ଆପ୍ଲାଏ କରିବେ ସେ ତାଙ୍କ ନାଁ ହିଁ ଏଠି ଦେବେ। ପିତାଙ୍କ ନାମ ତାଙ୍କ ପିତାଙ୍କ ନାମ କ'ଣ ତାଙ୍କ ଏଥିରେ ପିତାଙ୍କ ନାମ ହିଁ ଦେବାକୁ ପଡ଼ିବ। ଆପଣଙ୍କ ନାମ ମାତାଙ୍କ ନାମ ମାଆଙ୍କ ନାମ ଦେବାକୁ ପଡ଼ିବ। ମାତାଙ୍କ ନାମ ହେଉଛି ମାଆଙ୍କ ନାମ ହେଲା କି ଏଥିରେ ଦେଲି ତୁଳସୀ ଦାସ ଦେଲି। ପୁରୁଷ କି ମହିଳା ଏଥିରେ ପୁରୁଷ ସିଲେକ୍ଟ କଲି ପୁରୁଷ ଥିଲେ ପୁରୁଷ ସିଲେକ୍ଟ କରିବେ ମହିଳା ଥିଲେ ମହିଳା ସିଲେକ୍ଟ କରିବେ। ତାପରେ ବାଛନ୍ତୁ କ'ଣ ଅଛି ବିବାହିତା ଅବିବାହିତା ଯଦି ପାଠ ପଢ଼ୁଛନ୍ତି ପାଠ ପଢ଼ିବା ଲେଖିବେ ଯଦି ବିବାହିତ ଲେଖିବେ ଅବିବାହିତ ଲେଖିବେ ହେଲା କି ଆଉ ଭିନ୍ନକ୍ଷମ ନାଁ ଆପଣଙ୍କର ଡେଟ୍ ଅଫ୍ ବାର୍ଥ ହେଲା କି ଏଥିରେ ଡେଟ୍ ଅଫ୍ ବାର୍ଥ କ'ଣ ଦେବେ ଆପଣଙ୍କର ଯେଉଁ ଡେଟ୍ ଅଫ୍ ବାର୍ଥ ଆଧାର କାର୍ଡ଼ ଥିବ ସେଇ ଡେଟ୍ ଅଫ୍ ବାର୍ଥ ଏଠି ଚୁଜ୍ କରିବେ। ଆପଣଙ୍କର ଯେଉଁ ଡେଟ୍ ଅଫ୍ ବାର୍ଥ ସେଇ ଡେଟ୍ ଅଫ୍ ବାର୍ଥ ହିଁ ଏଠି କ୍ଲିକ୍ କରିବେ। 1999 ମୁଁ ଦେଲି ତ ଅଟୋମେଟିକ୍ ଦେଖନ୍ତୁ ବୟସ ସୀମା 25 ବର୍ଷ ଅଟୋମେଟିକ୍ ଶୋ କରିବେ। ଯେତେବେଳେ 24/2/1999 କରିଦେଲି ବୟସ ହେଇଗଲା 25 ବର୍ଷ। ତାପରେ ସେ ମୋବାଇଲ୍ ନମ୍ବର ଆପଣଙ୍କ ମୋବାଇଲ୍ ନମ୍ବର ଦେବେ। ମୁଁ ଦୁନିଆ ଗୋଟେ ମୋବାଇଲ୍ ମାନେ XYZ ଯେକୌଣସି ମୋବାଇଲ୍ ନମ୍ବର ଟିପି ଦେନି ତ ଏଇଭଳିଆ ଆପଣଙ୍କ ମୋବାଇଲ୍ ନମ୍ବରଟା ଟିପିବେ। ତାପରେ ଅଛି ଆଧାର ନମ୍ବର ତା ତଳକୁ ଦେଖନ୍ତୁ ଆଧାର ନମ୍ବର ଆପଣଙ୍କ ଆଧାର କାର୍ଡ଼ର ଯେଉଁ ନମ୍ବର ଥିବ ସେ ଆଧାର କାର୍ଡ଼ ଦେବେ ହେଲା କି ଦେଲା ପରେ ତଳକୁ ଅଛି ଦେଖନ୍ତୁ ତଳକୁ ସ୍କ୍ରଲ୍ କଲା ପରେ ଅଛି କ'ଣ ଉଦ୍ୟମ ରେଜିଷ୍ଟ୍ରେସନ୍ ତ ଉଦ୍ୟମ ରେଜିଷ୍ଟ୍ରେସନ୍ ଯେଉଁ ନମ୍ବର ନାହିଁ ତ ଆପଣଙ୍କର ଯେଉଁ ଗୋଟେ ଉଦ୍ୟମ ରେଜିଷ୍ଟ୍ରେସନ୍ ଉଦ୍ୟମ ସାର୍ଟିଫିକେଟ୍ କରିଥିବେ ହେଲା କି ବିଜନେସ୍ ପାଇଁ ତ ସେ ବିଜନେସ୍ ପାଇଁ ଯେଉଁ ଉଦ୍ୟମ ସାର୍ଟିଫିକେଟ୍ କରିଥିବେ ତ ସେ ଉଦ୍ୟମ ସାର୍ଟିଫିକେଟ୍ଟାକୁ ଏଠି ଆପଣ ଏଠି ଉଦ୍ୟମ ନମ୍ବରଟା ଏଠି ଡାଏଲ୍ କରିବାକୁ ପଡ଼ିବ ହେଲା କି ତ ସେଠି ଉଦ୍ୟମ ରେଜିଷ୍ଟ୍ରେସନ୍ ନମ୍ବରରେ ଏଠି ଆପଣ ଏଠି ଉଦ୍ୟମ ନମ୍ବର ଦେବେ। ତ ଏଇଟା ଫାଷ୍ଟ ପଏଣ୍ଟ ହେଉଛି ଆମ ଉଦ୍ୟମ ସାର୍ଟିଫିକେଟ୍ ଫାଷ୍ଟ କରିବେ ଯଦି ଆପ୍ଲାଏ କରିବେ। ଆଉ ଆପଣଙ୍କ ମେଲ୍ ଆଇ ଡ଼ି ତ ଆପଣ ଜାଣିଛନ୍ତି ଆପଣ ମୋବାଇଲ୍ ଯେଉଁ ମେଲ୍ ଆଇ ଡ଼ି ଥିବ ସେ ମେଲ୍ ଆଇ ଡ଼ି ଦେଇକି ସବମିଟ୍ ଉପରେ କ୍ଲିକ୍ କରିବେ। ଲାଷ୍ଟ ତଳକୁ ଦେଖନ୍ତୁ ଗୋଟେ ସବମିଟ୍ ଅପସନ୍ ଅଛି ସବମିଟ୍ ଉପରେ କ୍ଲିକ୍ କରନ୍ତୁ। ସବମିଟ୍ ଉପରେ କ୍ଲିକ୍ କଲା ପରେ ତ ଏଭଳିଆ ଗୋଟେ ପେଜ୍ ପୁଣି ଗୋଟେ ଓପନ୍ ହେବ। ଏଇଭଳିଆ ଗୋଟେ ଦରଖାସ୍ତ ସ୍ଥିତି ଆଧାର ନମ୍ବର ଏଇଭଳିଆ ଗୋଟେ ପେଜ୍ ଓପନ୍ ହେବ ହେଲା କି ତ ଏଥିରେ ଆପଣ କ'ଣ କରନ୍ତୁ ଟିକେ ସ୍କ୍ରଲ୍ ତଳକୁ କରନ୍ତୁ କଲା ପରେ ଦେଖନ୍ତୁ ଲଗ୍ଇନ୍ ଅପସନ୍ ଅଛି ଲଗ୍ଇନ୍ ଆପ୍ଲିକାଣ୍ଟ ଅପସନ୍ ଅଛି ଲଗ୍ଇନ୍ ଆପ୍ଲିକାଣ୍ଟ ତ ସେଥିରେ ଆପ୍ଲିକାଣ୍ଟରେ ଲଗ୍ଇନ୍ କରି ଦେଖନ୍ତୁ ଆଧାର ବାଇ ମୋବାଇଲ୍ ନମ୍ବର ଆପଣ ଆଧାର ଦ୍ୱାରା ଲଗ୍ଇନ୍ କରନ୍ତୁ ମୋବାଇଲ୍ ନମ୍ବର ମୁଁ ଆଧାର ମୋବାଇଲ୍ ନମ୍ବର ଦ୍ୱାରା ଲଗ୍ଇନ୍ କରୁଛି ଯେଉଁଟା ଆପଣ ପୂର୍ବରୁ ରେଜିଷ୍ଟ୍ରେସନ୍ କରିଛନ୍ତି ଲଗ୍ଇନ୍ ଉପରେ କ୍ଲିକ୍ କରିବେ। କଲା ପରେ ଆପଣ ଯେଉଁ ମୋବାଇଲ୍ ନମ୍ବର ଦେଇଛନ୍ତି ସେଠି ଗୋଟେ OTP ଯିବ ସେଇଟା ପୂର୍ବରୁ ଯେଉଁଟା ରେଜିଷ୍ଟ୍ରେସନ୍ କରିଛନ୍ତି ହେଲା କି ତ OTP ଦେଇଦେଲି ଲଗ୍ଇନ୍ କରିଦେଲି ଏଇଭଳିଆ ଅପସନ୍ ଆସିବ ଋଣର ବିବରଣୀ ଯେଉଁ ଆପଣ ଋଣ କରିବେ ତା'ର ବିବରଣୀ କିଛି ଦେବେ ହେଲା କି ତ ଫାଷ୍ଟ ବ୍ୟବସାୟ ପ୍ରତିଷ୍ଠାନ ଲେଖିବେ ନୂତନ ଲେଖିବେ ବ୍ୟବସାୟ ପ୍ରତିଷ୍ଠାନ କ'ଣ ନୂତନ ଲେଖିବେ ବ୍ୟବସାୟର ବର୍ଗୀକରଣ ହେଉଛି ଦେଖିବେ କ'ଣ ବ୍ୟବସାୟ ବା ଟ୍ରେଣ୍ଡିଂ ହେଲା କି ବ୍ୟବସାୟ ଲେଖିବେ ବ୍ୟବସାୟ ଉପରେ କ୍ଲିକ୍ କରିବେ। ତ ସେଥିରେ ବ୍ୟବସାୟ ଉପରେ କ୍ଲିକ୍ କଲା ପରେ ତାପରେ ଅଛି ବ୍ୟବସାୟର ଉପବର୍ଗ ହେଲା କି ବ୍ୟବସାୟର ଉପବର୍ଗ ଲେଖିବେ ଅଦର୍ସ ଏଥିରେ କ୍ଲିକ୍ କରନ୍ତୁ ଅଦର୍ସ କ୍ଲିକ୍ କରନ୍ତୁ ବ୍ୟବସାୟର ପୂର୍ଣ୍ଣାଙ୍ଗ ବିବରଣୀ ଆପଣ ବିଜନେସ୍ ବିଷୟରେ ଆପଣ କିଛି ଏଠି ଦୁଇ ଧାଡ଼ି ଲେଖିବେ ତ ଗ୍ରୋସରୀ ଦୋକାନ ଗ୍ରୋସରୀ ଇଲେକ୍ଟ୍ରିକ୍ ଦୋକାନ ଇଲେକ୍ଟ୍ରିକ୍ ଯେକୌଣସି ଦୋକାନ ଆପଣଙ୍କର ଯେଉଁ ଥିବ ତ
ସେ ବିଷୟରେ କିଛି 5 ଧାଡ଼ି 2 ଧାଡ଼ି ଲେଖନ୍ତୁ ହେଲା କି। ତ ମୁଁ ଲେଖିଛି ମୋର ଗ୍ରୋସରୀ ଦୋକାନ, ତ ମୁଁ ଲେଖିନି ଗ୍ରୋସରୀ ହେଲା କି। ତାପରେ ଆସିଲା ବ୍ୟାଙ୍କର ନାମ, ଆପଣ ଏଠି ବ୍ୟାଙ୍କ ଡିଟେଲ୍ସ ସେଠି ଫିଲ୍ଅପ୍ କରିବାକୁ ପଡ଼ିବ। ତ ବ୍ୟାଙ୍କରେ କ'ଣ ଆପଣଙ୍କ କେଉଁ ବ୍ୟାଙ୍କ ନାମ ହେଉଛି ଷ୍ଟେଟ୍ ବ୍ୟାଙ୍କ, ୟୁନିୟନ୍ ବ୍ୟାଙ୍କ, କାନାଡ଼ା ବ୍ୟାଙ୍କ, ଯେକୌଣସି ବ୍ୟାଙ୍କ ଥିବ ଆପଣ ସେଇଟା ଦେବେ। ଦେଇକି IFSC କୋଡ଼ଟାକୁ ଏଠି ସିଲେକ୍ଟ କରିବେ ହେଲା କି। ଆପଣ ଷ୍ଟେଟ୍ ବ୍ୟାଙ୍କ ଲେଖିଲା ପରେ ଗୋଟେ IFSC କୋଡ଼ଟା ଏଠି ଅଟୋମେଟିକ୍ ଶୋ କରିବ। ତ ଏଠି ଆପଣ ଯେଉଁ IFSC କୋଡ଼ଟା ଆପଣ ବ୍ରାଞ୍ଚ ଥିବ ସେଇ IFSC କୋଡ଼ଟା ଏଠି କ୍ଲିକ୍ କରନ୍ତୁ। ତାପରେ ଆକାଉଣ୍ଟ ନମ୍ବର, ଆପଣ ଯେଉଁ ମୁଁ ସ୍କ୍ରଲ୍ କରି ରଖିନି ତ ସେଇଟା ମୋର ଆକାଉଣ୍ଟ ନମ୍ବର, ଆପଣଙ୍କ ଆକାଉଣ୍ଟ ନମ୍ବର ଆପଣ ଏଠି ସିଲେକ୍ଟ କରିବେ। ବ୍ୟାଙ୍କ ନମ୍ବର ପୁଣି ତଳକୁ ଦେବେ, ଦେଇକି ଆପଣଙ୍କର ପୁଣି ଶାଖା ଏଣ୍ଟର କରିବେ। ଏଣ୍ଟର କଲା ପରେ ଏଠି ସେଭ୍ ଅପସନ୍ ଉପରେ କ୍ଲିକ୍ କରିବେ ଆଣ୍ଡ ନେକ୍ସଟ, ସେଭ୍ ଆଣ୍ଡ ନେକ୍ସଟ ଉପରେ କ୍ଲିକ୍ କଲା ପରେ ପୁଣି ଗୋଟେ ନୂଆ ପେଜ୍ ଓପନ୍ ହେବ। ତ ଇଏ ଗୋଟେ ତୃତୀୟ ପେଜ୍ ଓପନ୍ ହେଲା। ଏଥିରେ ଆବେଦନକାରୀ ପାସପୋର୍ଟ ଫଟୋ, ଆପଣଙ୍କର ଗୋଟେ ପାସପୋର୍ଟ ଫଟୋ 200 KBର ହେଇଥିବା ଦରକାର ହେଲା କି। ତ ପାସପୋର୍ଟ ଫଟୋ ଆପଣ ମୋବାଇଲରେ କରିକି 200 KB ଫଟୋ କରିକି ଫାଷ୍ଟ ଫଟୋଟାକୁ ଏଠି ମୁଁ ଦେଖନ୍ତୁ ଏଇଭଳିଆ ଗୋଟେ ଫଟୋ ମୁଁ ତିଆରି କରିଛି, ସେ ଫଟୋଟାକୁ ଏଠି ଅପଲୋଡ଼ କରିବେ। ତାପରେ ଆଧାର କାର୍ଡ଼, ଆପଣଙ୍କ ଆଧାର କାର୍ଡ଼ PDF 200 KBର କରି ଆଧାର କାର୍ଡ଼ ଡାଉନଲୋଡ଼ କରିବେ। କରିଲା ପରେ ତାକୁ ଅପଲୋଡ଼ କରିବେ। ବୟସ ପ୍ରମାଣପତ୍ର ସେଇ ଆଧାର କାର୍ଡ଼, ବାସସ୍ଥାନ ପ୍ରମାଣପତ୍ର ସେଇ ଆଧାର କାର୍ଡ଼ ଦେଲେ ଚଳିବ। ଆୟର ପ୍ରମାଣପତ୍ର, ତହସିଲଦାର ତରଫରୁ ଯେଉଁ ମିଳୁଥିବା BSKY କାଳିଆ ଯୋଜନା କାର୍ଡ଼ ହେଲା କି। BSKY ଆପଣଙ୍କର ଥିବ ଗୋଟେ ବୀମା କାର୍ଡ଼, ସେ କାର୍ଡ଼ଟା ହିଁ ଏଠି ଅପଲୋଡ଼ କରିପାରିବେ। ଉଦ୍ୟମୀ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍, ଏଇଟା ଆପଣଙ୍କ ପାଖରେ ତଳେ ଥିବ, ତ ସେଟାକୁ ଏଠି ସେ ଫଟୋଟାକୁ ଏଠି ଅପଲୋଡ଼ କରିବେ 200 KBରେ। ତାପରେ ନେକ୍ସଟ ଆଣ୍ଡ ସେଭ୍ ପରେ କ୍ଲିକ୍ କରନ୍ତୁ। ନେକ୍ସଟ ଆଣ୍ଡ ସେଭ୍ ପରେ କ୍ଲିକ୍ କଲା ପରେ ତ ଏଠି ଦେଖନ୍ତୁ ତାପରେ ଏଭଳିଆ ଗୋଟେ ପେଜ୍ ଓପନ୍ ହେବ, ସକ୍ସେସ୍ ୟର୍ ଟ୍ରାଞ୍ଜାକ୍ସନ୍ ହେଲା କି। ଆପଣଙ୍କର ସକ୍ସେସ୍ ହେଇଛି ଗୋଟେ ଆପ୍ଲିକେସନଟା ଏଟା